ଏଇଠି ଆମେ ପିଲାମାନେ ଆଲୋଚନା କରିବା ମୂଲ୍ୟବୋଧ ଭିତ୍ତିକ ସର୍ଜନାତ୍ମକ ରଚନା। ତେଣୁ ଏଇଠି ଯୋଉ ସିଲେକ୍ଟେଡ୍ ପ୍ରଶ୍ନଗୁଡ଼ିକ ବା ସର୍ଜନାତ୍ମକ ରଚନାଗୁଡ଼ିକ ମୂଲ୍ୟବୋଧ ଯୋଉ 2020 ଏଜୁକେସନ୍ ପଲିସି ଅନୁଯାୟୀ ଯୋଉ ମୂଲ୍ୟବୋଧ ଭିତ୍ତିକ ଅର୍ଥାତ୍ ଭ୍ୟାଲ୍ୟୁ ବେସ୍ଡ ସର୍ଜନାତ୍ମକ ରଚନା ତମର ଆସିଛି ଏବଂ ତାକୁ ହିଁ ଆମେ ଆଲୋଚନା କରିବା। ଇମ୍ପୋର୍ଟାଣ୍ଟ ଆମର କ'ଣ ଅଛି ନା 14ଟି ଦେଖିପାରୁଛ 14ଟି ଇମ୍ପୋର୍ଟାଣ୍ଟ ସର୍ଜନାତ୍ମକ ରଚନା ଯୋଉଟାକି ମୂଲ୍ୟବୋଧ ଭିତ୍ତିକ ଅଛି ତାକୁ ଆମେ ଆଲୋଚନା କରିବା। ପ୍ରଥମେ ଆଲୋଚନା କରିବା କ'ଣ ନା ଧୀର ପାଣି ପଥର କାଟେ। ପିଲାମାନେ ଧୀର ପାଣି ପଥର କାଟେ ପ୍ରଥମେ ତୁମେ ଲେଖିପାରିବ ଯେ ଯେମିତିକି ଗୋଟେ ଜଳଧାରା ବୁନ୍ଦେ 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 ହୋଇ କ'ଣ ହୁଏ ନା ତା ତଳେ ଯୋଉ ପଥର ଥାଏ ତା ପଥରକୁ କାଟିଦିଏ। ଆମେ ଦେଖିଛେ ତେଣୁ କୌଣସି ବି କଳ ବା କୌଣସି ପାଇପ୍ ଥାଉ କୌଣସି କଳ ବୋଲି କହନ୍ତି କଳ ତଳେ ଖାଲ ଥିବ କାହିଁକିନା ସିମେଣ୍ଟ ଖାଲ ହେଇଯାଇଥିବ। ତେଣୁ ଧୀର ପାଣି ମାନେ ଦେଖ ପାଣିଟା କେତେ ନରମ, ପାଣିଟା କେତେ ମାନେ କେତେ ସ୍ୱଚ୍ଛ, ପାଣିଟା କେତେ ଶୀତଳ, କିନ୍ତୁ ସେଇ ପାଣି ଧୀରେ 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 ବହିକିରି ପଥର କାଟିଯାଏ। ଅର୍ଥାତ୍ କ'ଣ ଆମେ ଯଦି ଧୈର୍ଯ୍ୟର ସହିତ କାମ କରିବା ତାହେଲେ କ'ଣ ହବ ନା ଆମେ ଜୀବନରେ ଜିତିପାରିବା ନାଇଁ। ଯେମିତିକି ଗୋଟେ ଝରଣାଟା ବହି ଆସୁଛି ଏବଂ ତା ସାମ୍ନାରେ କୌଣସି ବି ପଥର ରହୁ କିମ୍ବା ପାହାଡ଼ ରହୁ ସେ ଅଙ୍କେଇ ବଙ୍କେଇକିରି ତା ସଂଗ୍ରାମ ପଥରେ ଚାଲି ଯାଉଛି। ତେଣୁ ଯେତେବେଳେ ଚାଲି ଯାଉଛି ସେ ଗୋଟେ ଶିଳାମାନଙ୍କୁ ଧକ୍କା ଦେଉଛି ଏବଂ ଶିଳାମାନେ ମଧ୍ୟ କ'ଣ ନା ମାନେ ଧ୍ୱଂସ ପାଇଯାଉଛନ୍ତି ବା ଶିଳାମାନେ ମଧ୍ୟ କଟି ଯାଉଛି ନାଇଁ, ପଥର ମାନେ ମଧ୍ୟ କଟି ଯାଉଛି। ତେଣୁ ପ୍ରକୃତରେ ଉଦାହରଣରୁ ଆମେ ଜାଣିବାକୁ ଚାହୁଁ ବା ମାନେ ଜାଣିବାକୁ ପାଉ କ'ଣ ନା ଜଣେ ଯଦି ଶାନ୍ତ ଆଉ ଧୀର ଭାବରେ କାର୍ଯ୍ୟ କରି ଚାଲିଲା ତାର ଲକ୍ଷ୍ୟ ପୂରଣ ନିଶ୍ଚୟ ହେଇପାରିବ। ଯେମିତିକି ଗୋଟେ ଛାତ୍ର ପାଖରେ ବହୁତ ସମୟ ଥାଏ ପରୀକ୍ଷା ପାଇଁ ଅଳ୍ପ 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 ପାଠ ପଢ଼ି ଧୀରେ 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 ଅଗ୍ରସର ହୋଇ ସେ କ'ଣ କରେ ନା ସେ 80% 90% ରଖିଦିଏ। ସେଥିପାଇଁ ବ୍ୟସ୍ତ ହେଲେ ବିବ୍ରତ ହେଲେ କିଛି ଲାଭ ନାହିଁ। ତେଣୁ ଜୀବନରେ ଆମକୁ କ'ଣ କରିବାକୁ ପଡ଼ିବ? ଧୀରେ ଧୀରେ କାମ କରି ଆଗେଇବାକୁ ପଡ଼ିବ। ଯେମିତିକି ଜଣେ ବୈଜ୍ଞାନିକ ଆବିଷ୍କାର କେମିତି କରେ? ବହୁତ ଧୈର୍ଯ୍ୟର ସହିତ ଆବିଷ୍କାର କରିବା ପାଇଁ ଧୈର୍ଯ୍ୟର ସହିତ ସେ ଅପେକ୍ଷା କରେ, ପରୀକ୍ଷା କରେ, ଲ୍ୟାବରେଟୋରୀରେ ଅପେକ୍ଷା କରେ ଏବଂ ଧୀରେ 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 ସେ ଲକ୍ଷ୍ୟ ଦିଗରେ ଗତି କରେ। ତେଣୁ କୁହାଯାଇଛି ଧୀର ପାଣି ପଥର କାଟେ। ତାପରେ ଦେଖିବା ନେକ୍ସଟ ହେଉଛି କ'ଣ? ଆପଣା ହସ୍ତେ ଜିହ୍ୱା ଛେଦି କିଏ ତାର ଅଛି ପ୍ରତିବାଦୀ ନାଇଁ। ତେଣୁ ଆପଣା ହସ୍ତେ ଜିହ୍ୱା ଛେଦି ଅର୍ଥ କ'ଣ? ଆମର ଯୋଉ ପାକ ଯନ୍ତ୍ର ପାଇଁ ଜିହ୍ୱା ଆମର ଅନ୍ୟତମ ଅଂଶ ବିଶେଷ। ଜିହ୍ୱା ମାନେ କ'ଣ? ଜିଭ ନାଇଁ କି? ତେଣୁ ସେଇ ଜିଭଟି ଆମେ ବ୍ୟବହାର କରୁ ଖାଇବା ପାଇଁ, ଜିଭଟି ବ୍ୟବହାର କରୁ କଥାବାର୍ତ୍ତା କରିବା ପାଇଁ କାହିଁକି? ଜିଭର ଭୂମିକା ଅନେକ ଅଛି। ମାନେ ଆମେ ଖାଦ୍ୟ ନ ଖାଇଲେ ଆମେ କ'ଣ ମୃତ ପ୍ରାୟ ହେଇଯିବା। ତେଣୁ ଜିଭ ବହୁତ କିଛି କାମ କରେ, କିନ୍ତୁ ଜିହ୍ୱା ମାଧ୍ୟମରେ ଆମେ କ'ଣ କରୁ ନା ଜିହ୍ୱା ମାଧ୍ୟମରେ ଆମେ ବହୁତ କିଛି ମାନେ ବିଭିନ୍ନ ପ୍ରକାର ଅଘଟଣ ମଧ୍ୟ କରିଥାଉ। ଯେମିତିକି ଜିହ୍ୱା ମାଧ୍ୟମରେ ଆମେ କ'ଣ କରୁ? ପାଚାଳାମି ବିଭିନ୍ନ ପ୍ରକାର, ଯେମିତି କୁହନ୍ତି କୁହା ମୁଣ୍ଡା କପିଳା ମାନେ ଏଣୁ ତେଣୁ ଗପିବା। ଏଇଟା ଗୋଟେ ବଡ଼ ଭୁଲ କରିଥାଉ ଆମେ। ଏଣୁ ତେଣୁ ଆମେ ଗପି ଥାଉ ନାଇଁ। ତେଣୁ ଏଣୁ ତେଣୁ ଗପିଲେ କ'ଣ ହବ ନା ଆମର ନିଜତ୍ୱ ପଳେଇବ। ଆଉ ଏଇ ଜିହ୍ୱା ମାଧ୍ୟମରେ ଆମେ କ'ଣ କରିଥାଉ? ମିଥ୍ୟା କଥା କହିଥାଉ। ମିଥ୍ୟା କଥା କହିଲେ କ'ଣ ହବ ନା ମିଥ୍ୟା କଥା କହିଲେ ଆମର ସଂସ୍କାରଟା ହଟିଯିବ। ତେଣୁ ଆମେ କ'ଣ କରୁ ନା ଏହି ଜିହ୍ୱା ମାଧ୍ୟମରେ ବହୁତ ଗୁଡ଼େ ଭୁଲ କରିଥାଉ। ତେଣୁ ନିଜ ହାତରେ ଆମେ କ'ଣ କରୁ? ନିଜ ଜିଭକୁ
ଛେଦି ଦଉ ବୋଲି କୁହାଯାଇଛି। ନିଜ ହାତରେ ନିଜ ଜିଭକୁ ଛେଦି ଦଉ। ତେଣୁ ଆଜିକାଲି ଦେଖ ମିଥ୍ୟା କଥା କହି କେତେ ଲାଞ୍ଚ ନେଉଛନ୍ତି, ସରକାରୀ ହଉ ବେସରକାରୀ ହଉ। ନାଇଁ, ଭଦ୍ରଲୋକ ଗୋଟେ ଚୋର ହେଇଯାଉଛି ମିଥ୍ୟା କଥା କହି। ତେଣୁ ନିଜର ଯଦି ଆମେ ଜିହ୍ୱାକୁ ଆମେ ସଂଯତ କରିବା ତାହେଲେ ଆମେ ଆଗକୁ ବଢ଼ିପାରିବା। ଛାତ୍ରଛାତ୍ରୀମାନେ କ'ଣ କରନ୍ତି ନା ଏଣୁ ତେଣୁ ଗପ କରନ୍ତି। ଏଣୁ ତେଣୁ ଗପ କରି କ'ଣ କରନ୍ତି ନା ନିଜର ନିଜତ୍ୱକୁ କ'ଣ ନା ନିଜତ୍ୱକୁ ହାରି ଦିଅନ୍ତି। ତେଣୁ ଏଣୁ ତେଣୁ ଗପ କରିବା ଅର୍ଥାତ୍ ମାନେ ଆ ବଳଦ ମୋତେ ବିନ୍ଧ, ଅର୍ଥାତ୍ ନିଜ ପାଇଁ ନିଜେ ଗାତ ଖୋଳିବା। ତାହାକୁ ହିଁ କହନ୍ତି ଆପଣା ହସ୍ତେ ଜିହ୍ୱା ଛେଦି। ତାପରେ ଅଛି ପିଲାମାନେ ଅଳ୍ପ ବିଦ୍ୟା ଭୟଙ୍କରୀ। ତୁମେ ଏଇଠି କ'ଣ କରିପାରିବ ନା ଗୋଟେ ଛୋଟ ଷ୍ଟୋରି ବି ଲେଖିପାରିବ। ତା ଷ୍ଟୋରି ବି ତା ସହିତ ବି ଷ୍ଟୋରି ବି ଲେଖିପାରିବ, ଗଳ୍ପ ବି ଲେଖିପାରିବ। ବୁଝିହେଉଛି? କୁହାଯାଏ ଯେ ବିଦ୍ୟା ଅଟଇ ମହାଧନ ବାଳକେ କର ଉପାର୍ଜନ। କାହିଁକି? କିନ୍ତୁ ବିଦ୍ୟା ସିନା ଅର୍ଜନ କରିବ, କିନ୍ତୁ ଅଳ୍ପ ବିଦ୍ୟା, ଅଳ୍ପ ପଢ଼ିଥିବା ମଣିଷ କ'ଣ କରେ? ପଢ଼େଇ କରି ମିଛ ସତ କହି ନିଜକୁ ଦେଖେଇବା ପଣରେ ରହେ। କୁହାଯାଏ ଯେ ରାଜା ସିନା ପୂଜା ପାଏ ନିଜ ଦେଶରେ, କିନ୍ତୁ ବିଦ୍ୱାନଟିଏ ପୂଜା ପାଏ ଦେଶ ବିଦେଶରେ। ତ ବିଦ୍ୟାର ମହତ୍ଵ ଅନେକ, କିନ୍ତୁ ଅଳ୍ପ ବିଦ୍ୟା ଭୟଙ୍କରୀ। ଅଳ୍ପ ବିଦ୍ୟା କାହିଁକି ନା ଅଳ୍ପ ବିଦ୍ୟା ଯେଉଁମାନେ ନିରକ୍ଷର ଲୋକ କିମ୍ବା ପାଠ ପଢ଼ି ନାହାନ୍ତି କିମ୍ବା ଅଳ୍ପ ବିଦ୍ୟା ଅର୍ଜନ କରିଛନ୍ତି, ସେମାନେ ନିଜକୁ ମହାଜ୍ଞାନୀ ବୋଲି ଘୋଷଣା କରନ୍ତି ଯେ ମୁଁ ବହୁତ ଜାଣିଛି, ମହାଜ୍ଞାନୀ। ତେଣୁ କ'ଣ ନା ସେଇ ମହାଜ୍ଞାନୀ ଯେଉଁ ବହୁତ ଜାଣିଛି କହନ୍ତି, ତାଙ୍କୁ ତାଙ୍କ ବାଟରେ ତାଙ୍କୁ କ'ଣ ହୁଏ ନା ସେଇଠି ପତିତ ହୁଅନ୍ତି। ତେଣୁ ସେମାନେ ଯେମିତିକି ବେଙ୍ଗମାନେ ଅଛନ୍ତି କୂଅ ଭିତରେ, ବେଙ୍ଗମାନେ ରଡ଼ି ଛାଡ଼ନ୍ତି ଏବଂ ସେମାନେ ଭାବନ୍ତି ଯେ ଏଇ କୂଅଟା ହେଉଛି ମୋର ସାମ୍ରାଜ୍ୟ ଏବଂ କୂଅଟା ହିଁ ସବୁ କିଛି, ମାନେ ପୁରା ବ୍ରହ୍ମାଣ୍ଡ ହେଉଛି ମୋ କୂଅ। ନାଇଁକି? ସେଇଭଳି ଭାବରେ ଅଳ୍ପ ଜ୍ଞାନ ଥିବା ମଣିଷ କ'ଣ କରେ ନା ଅଳ୍ପ ଜ୍ଞାନ ଥିବା ମଣିଷ ନିଜର ପାଣ୍ଡିତ୍ୟ ଦେଖାଏ, ମିଛ ସତ କହେ, ଅନ୍ୟର ଦୃଷ୍ଟି ଆକର୍ଷଣ କରେ, ଯାହାଫଳରେ କି ତା ପାଇଁ ସେ ନିଜେ ଗାତ ଖୋଳେ। ତାପରେ ଦେଖିବା 4 ନମ୍ବର ଅଛି କୁସୁମ ପରଶେ ପଟ ନିସ୍ତରେ। କୁସୁମ ପରଶେ ପଟ ନିସ୍ତରେ, ଏହାର ଅର୍ଥ କ'ଣ? ନାଇଁକି? ଦେଖ ପିଲାମାନେ, କୁସୁମ ମାନେ ଫୁଲ, ଆଉ ପରଶୀ ମାନେ ପାଖରେ, ପଟ ମାନେ କଦଳୀ ପଟ। ମାନେ କୁସୁମ ମାନେ କୁସୁମ ଆଉ କଦଳୀ ପଟା। ଦେଖ, କଦଳୀ ପଟର କୌଣସି ମୂଲ୍ୟ ନାହିଁ, ନାଇଁକି? କଦଳୀ ପଟର କିଛି ମୂଲ୍ୟ ଅଛି? ମୂଲ୍ୟ ନାହିଁ। କିନ୍ତୁ କୁସୁମ ବା ଫୁଲ ପାଖରେ ଯେତେବେଳେ ଆସିଯାଏ, ଫୁଲ ପାଖରେ ଯେତେବେଳେ ଆସିଯାଏ, ନାଇଁ, ଫୁଲଟିଏ, ଫୁଲର ମାଳଟିଏ ଯେତେବେଳେ ଗୁନ୍ଥିକିରି ଦେବତାଙ୍କ ଦେବତାଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଏ, ସେତେବେଳେ କଦଳୀ ପଟୁଆର ଆବଶ୍ୟକ ହୋଇଥାଏ। ତେଣୁ କଦଳୀ ପଟୁଆ ସେମିତି କୌଣସି ତାର ଭାଗ୍ୟ ନାହିଁ, ସେମିତି କୌଣସି ତାର ଗୁରୁତ୍ୱ ନାହିଁ। କିନ୍ତୁ ଫୁଲର ସଂସ୍ପର୍ଶରେ ଆସି ଫୁଲ ପାଇଁ ତାକୁ ଯେଉଁ ଦରକାର ହୁଏ ସେ ଠାକୁରଙ୍କ ପାଖରେ ଲାଗେ। ଅର୍ଥାତ୍ କହିବାର କଥା ଯେ ମହତ୍ ଲୋକଙ୍କର ସଂସ୍ପର୍ଶରେ ଯଦି ଆସିବା, ମାନେ ଜ୍ଞାନୀ ଗୁଣୀ ଲୋକମାନଙ୍କର ସଂସ୍ପର୍ଶରେ ଯଦି ଆସିବା, ତାହେଲେ ଆମେ ବହୁତ କଥା ଶିଖିପାରିବା ଏବଂ ଆମର ମୂଲ୍ୟ ବଢ଼ିଯିବ। ଆମର ମୂଲ୍ୟ ବଢ଼ିଯିବ, ନାଇଁକି? ଯେମିତିକି ଯେତେ ବି ବଡ଼ ବଡ଼ ମଣିଷମାନେ ଅଛନ୍ତି, ସେମାନେ କ'ଣ ଅନ୍ୟ ମଣିଷମାନଙ୍କର ସଂସ୍ପର୍ଶ ଆସିଛନ୍ତି, ତାଙ୍କ ଜୀବନ ପରିବର୍ତ୍ତନ ହେଇଛି। ଯେମିତିକି ଦସ୍ୟୁ ରତ୍ନାକର ନାରଦଙ୍କ ସଂସ୍ପର୍ଶରେ ଆସି ସେ କ'ଣ ଠିକ୍ ଜ୍ଞାନ ପାଇଥିଲେ ଏବଂ ବାଲ୍ମୀକି ହୋଇଥିଲେ। ସେଇଭଳି ଭାବରେ ଜଗାଇ ଆଉ ମାଧାଇ ପରି ପାପୀ ସେମାନେ ଶ୍ରୀ ଚୈତନ୍ୟଙ୍କ ସାନ୍ନିଧ୍ୟ ଲାଭ କରି ସେମାନେ ଏ ସଂସାରରୁ ଉଦ୍ଧାର ପାଇଯାଇଛନ୍ତି, ନାଇଁକି? ସେଇଭଳି ଭାବରେ ଆମକୁ କୁହାଯାଇଛି ଯେ
ଯଦି ଆମେ ମହତ ଲୋକଙ୍କ ପାର୍ଶ୍ୱକୁ ଯିବା, ମହତ ଲୋକଙ୍କ ସହିତ ସାଙ୍ଗ କରିବା, ତାହେଲେ ଆମ ଜୀବନ ନିସ୍ତାର ହେବ। ଏମିତି ଲେଖିବ। ମାନେ କେତେ ଲେଖିବ? ଗୋଟେ ପେଜ୍ ଲେଖିବ ହେଲା। 4 ମାର୍କ ଥିବ, ଗୋଟେ ପେଜ୍ ଲେଖିବ। ନେକ୍ସଟ, ଅର୍ଥ ହିଁ ଅନର୍ଥର ମୂଳ। ଅର୍ଥ ହିଁ ଅନର୍ଥର ମୂଳ। ନାଇଁ, ଦୈନନ୍ଦିନ ଜୀବନରେ ଆମେ ଜାଣିଛୁ ଅର୍ଥ ଆବଶ୍ୟକ, ନାଇଁକି? ଅର୍ଥ, ଧର୍ମ, ଅର୍ଥ, କାମ ମୁଖ୍ୟ। ଅର୍ଥ ଅର୍ଜନ କରିବା ବହୁତ ଇମ୍ପୋର୍ଟାଣ୍ଟ। କାହିଁକିନା ପରିବାରରେ ଯେଉଁ ତେଲ ଲୁଣ ଗୁଜୁରାଣ ମେଣ୍ଟେଇବ କେମିତି? ଅର୍ଥ ବଳରେ ମଣିଷ ବର୍ତ୍ତମାନ ଭବିଷ୍ୟତକୁ ଗଢ଼ି ତୋଳେ ଏବଂ ଅର୍ଥ ନହେଲେ କିଛି ହେବନି। ତୁମେ ଆଡ଼ମିସନ୍ କରିଛ କିମ୍ବା ପରୀକ୍ଷା ଫର୍ମ ଫିଲ୍ଅପ୍ କରିଛ, ସବୁ ଅର୍ଥ ଦରକାର ହେଉଛି। ଡାକ୍ତର ରୋଗୀର ଚିକିତ୍ସା କରିବା ପାଇଁ ଅର୍ଥ ଦରକାର। ଅଧ୍ୟାପକ ପାଠ ପଢ଼େଇବ କାହିଁକି? ଅର୍ଥ ପାଇଁ। ଇଞ୍ଜିନିୟର ନିର୍ମାଣ କାର୍ଯ୍ୟ କାହିଁକି କରିବ? ଅର୍ଥ ପାଇଁ। ନାଇଁ, ବୈଜ୍ଞାନିକ ଗବେଷଣା କରିବ କାହିଁକି? ଅର୍ଥ ପାଇଁ। ତେଣୁ ଅର୍ଥ ସବୁଥିରେ ଲାଗୁଛି, ଅର୍ଥ ନିହାତି ଦରକାର। କିନ୍ତୁ ଅର୍ଥ ଅନର୍ଥର କାରଣ କେମିତିଆ? ଏଇ ଅର୍ଥ ହିଁ ଲୋଭ, ଆସକ୍ତି, ଈର୍ଷା, ହିଂସା, ପରଶ୍ରୀ କାତରତା ଆଦି ମନ୍ଦ ଗୁଣର ବୃଦ୍ଧି ଘଟିଥାଏ ଏଇ ଅର୍ଥ ପାଇଁ। ଅର୍ଥ ଲୋଭରେ ମଣିଷ ମଣିଷକୁ ମାରିଦିଏ। ଅର୍ଥ ଲୋଭରେ ମଣିଷ ହିଂସା କରେ। ଅର୍ଥ ତାର ଅଛି, ମୋର ନାହିଁ। ଅର୍ଥ ଉପାର୍ଜନ ପାଇଁ କ'ଣ ନା ବଶୀଭୂତ ହୋଇ ଲାଚ, ମିଛ, ଜାଲ, ଜୁଆ, ଚୋରି ଏଗୁଡ଼ିକ ସବୁ କରେ। ଅର୍ଥ ପାଇଁ ସେ ଖୁନ କରେ, କାହିଁକି? ତେଣୁ କୁହାଯାଇଛି କ'ଣ? ଅର୍ଥ ହିଁ ଅନର୍ଥର ମୂଳ। ତାପରେ ଦେଖିବ, ଅତି ଲେମ୍ବୁ ଚିପୁଡ଼ିଲେ ପିତା। ଲେମ୍ବୁଟାକୁ ଯଦି ଅତି ଚିପୁଡ଼ିବ ନିଶ୍ଚୟ ପିତା ହେବ ନା ନାହିଁ? ତେଣୁ ଲେମ୍ବୁଟା ଅତି ଚିପୁଡ଼ିଲେ ସେ ଅରୁଚିକର ହେଇଯିବ ଏବଂ ପିତା ହେଇଯିବ। ମାନେ କୌଣସି କଥାକୁ ବାରମ୍ବାର ମାଜିଲେ ସେଟା ଅରୁଚିକର କଥା ହେଇଯିବ। ଆମ ଜୀବନରେ ଗୋଟେ ସୀମା ଅଛି, ଗୋଟେ ନିର୍ଦ୍ଦିଷ୍ଟ ସୀମା ଅଛି ସବୁ କ୍ଷେତ୍ରରେ, କାହିଁକି? ପ୍ରତି କ୍ଷେତ୍ରରେ ଗୋଟେ ନିର୍ଦ୍ଦିଷ୍ଟ ସୀମା ଅଛି। ଆଉ ନିର୍ଦ୍ଦିଷ୍ଟ ସୀମାକୁ ଅତିକ୍ରମ କଲେ କ'ଣ ହେବ? ସର୍ବଦା ଆମ ପାଇଁ ହାନିକାରକ, କାହିଁକି? ତେଣୁ ଅତି ପରିଚୟ ଗୌରବ ନଷ୍ଟ ହୁଏ। ବାରମ୍ବାର ଯଦି ଶ୍ୱଶୁର ଘରକୁ ଯିବ ତାର ପରିଚୟ ନଷ୍ଟ ହେଇଯିବ। ଅତି ପରିଚୟ, ଅତି ପରିଚୟ ଗୌରବ ନଷ୍ଟ। ଅତି ଭକ୍ତି ଯିଏ କରୁଥିବ ଚୋରର ଲକ୍ଷଣ। ସେ କିଛି ଗୋଟେ ହାସଲ କରିବାକୁ ଆସୁଛି। ପିଲାମାନଙ୍କୁ ଅତି ଶାସନ କଲେ ବି ଚଳିବ ନାହିଁ, ଆଉ ସେମାନେ ପଥଭ୍ରଷ୍ଟ ହୁଅନ୍ତି ଅତି ଶାସନ କଲେ। ଅତି କଥା କହିଲେ ବି, ଅତି ତୋଷାମଦ କଲେ ବି ଫଳ ଓଲଟା ହୁଏ, ନାଇଁକି? ଆଉ ମାନେ ମା ଠାରୁ ଯିଏ ଅଧିକ ହୁଏ ତାକୁ ଡାହାଣୀ କୁହାଯାଏ। ଏଇଭଳି ଭାବରେ ଅତି ଗର୍ବରେ ରାବଣର ସ୍ୱର୍ଣ୍ଣ ଲଙ୍କା ଧ୍ୱଂସ ହୋଇଗଲା। ଅତି ଦାନ କରିବାରୁ ବଳିଙ୍କୁ ଭଗବାନ ବାମନ ଅବତାର ହୋଇ ପାତାଳପୁରୀକୁ ଚାପିଦେଲେ। ତେଣୁ ଅତି ହିଁ ସର୍ବଦା ଗହିତମ, ବୁଝିହେଉଛି? ଅତିରୁ ହିଁ ଇତି ହୁଏ। ତେଣୁ କୁହାଯାଏ ଯେ ଅତି ଲେମ୍ବୁ ଚିପୁଡ଼ିଲେ ପିତା। ତାପରେ ଦେଖିବା ନେକ୍ସଟ ହେଉଛି କ'ଣ ନା ଚାଲି ନ ଜାଣି ବାଟର ଦୋଷ। ଚାଲି ନ ଜାଣି ବାଟର ଦୋଷ ହେଉଛି। ତେଣୁ ଦେଖିବା କ'ଣ ନା ଚାଲି ନ ଜାଣି ଆମେ କ'ଣ କରୁ? ଯେତେବେଳେ ଝୁଣ୍ଟି ପଡ଼ୁ, କୌଣସି ଜାଗାରେ ଚାଲୁଛୁ ଆମେ ଝୁଣ୍ଟି ପଡ଼ୁ, ତେଣୁ କ'ଣ ନା ଏ ରାସ୍ତାଟା ଖରାପ ବୋଲି ଆମେ କହୁ, କାହିଁକି? ଚାଲି ନ ଜାଣିକିରି ବାଟକୁ ଦୋଷ ଦଉ, କାହିଁକି? ତେଣୁ ଆମ ଜୀବନରେ ଏହା ବହୁତ ଦରକାରୀ। ଆମେ କ'ଣ କରୁ? ଆମେ ଧୈର୍ଯ୍ୟ ଧରି ପାରୁନା, ଆମେ ଦୁଃଖ ଯନ୍ତ୍ରଣାରେ ଭାଙ୍ଗି ପଡ଼ୁ, ଭାଗ୍ୟକୁ ନିନ୍ଦା କରୁ, କାହିଁକି? ଏ ଦୁଃଖୀ ହେଇକି ଭାଗ୍ୟକୁ ନିନ୍ଦା କରୁ। ମାନେ ଠିକ ଭାବରେ ଜୀବନ ଧାରଣ କରିବା ଆମେ ଜାଣିନୁ। ଯଦି ଠିକ ଭାବରେ ଜୀବନ ଧାରଣ କରିବୁ ତାହେଲେ ଆମକୁ ଆମ ପାଦରେ କଣ୍ଟା ବି ଭୁଙ୍କିବ ନାହିଁ। ଆମେ ଅନ୍ୟକୁ ଦୋଷ ଦେବା ଛାଡ଼ିଦେବୁ, କାହିଁକି? ତେଣୁ ଆମକୁ କ'ଣ କରିବାକୁ ପଡ଼ିବ? ସାବଧାନ ହେଇ ବାଟ ଚାଲିବାକୁ ପଡ଼ିବ। ସାବଧାନ ହେଇ ବାଟ ନ ଚାଲିଲେ ଝୁଣ୍ଟି ପଡ଼ିବା। ତେଣୁ ପ୍ରତ୍ୟେକଟି କ୍ଷଣ ସାବଧାନରେ ଆମକୁ ଚାଲିବାକୁ ପଡ଼ିବ। ଯେମିତିକି ଗୋଟେ ଘର ତିଆରି କରିବା ପାଇଁ ଇଟା ଯୋଡ଼ି କରି, ଗୋଡ଼ି ବାଲି ସିମେଣ୍ଟକୁ ଯୋଡ଼ି କରି ଆମେ ଘର ତିଆରି କରୁଛୁ। କିନ୍ତୁ ସେଇ ଘର ଯଦି ଭାଙ୍ଗିଯାଏ ଇଞ୍ଜିନିୟରକୁ ଆମେ ଦୋଷ ଦେଉଛୁ, ନାଇଁକି? ତ କଥା ହେଉଛି କ'ଣ କି ଆମେ ନିତିଦିନିଆ ଜୀବନରେ ଏପରି ଘଟଣା ଘଟିଥାଏ, ଆମେ
ନିଜକୁ ଆମେ ଭୁଲ କରିଥାଉ କିନ୍ତୁ ନିଜକୁ ଦୋଷ ନ ଦେଇ ଅନ୍ୟକୁ ନିନ୍ଦା କରିଥାଉ। ନିଜର ଦୋଷ ଗୁଣ କ'ଣ ଅଛି ନିଜକୁ ମାର୍ଜିତ ନ କରି, ନିଜ ଦୋଷକୁ ମାର୍ଜିତ ନ କରି, ନିଜ ଦୋଷ କ'ଣ ଅଛି ତାକୁ ନ ଦେଖି ଆମେ କ'ଣ କରିଥାଉ, ଅନ୍ୟକୁ କେବଳ ଦୋଷ ଦେଇଥାଉ। ତେଣୁ ଅନ୍ୟକୁ ଦୋଷ ଦେବା ହେଉଛି କ'ଣ ନା ଚାଲି ନ ଜାଣି ବାଟକୁ ଦୋଷ ଦେବା। ତେଣୁ ସବୁବେଳେ ଆମକୁ ଆତ୍ମସମୀକ୍ଷା କରିବାକୁ ପଡ଼ିବ, ନିଜର ଭୁଲଟାକୁ ଦେଖିବାକୁ ପଡ଼ିବ। ନିଜର ଭୁଲଟାକୁ ଦେଖିଲେ ଯାଇକରି ଆମେ ନିଜକୁ ସୁଧାରି ପାରିବା। ତାପରେ ଦେଖିବା ଏଇ ମନ ବୃନ୍ଦାବନ, ଏଇ ମନ ବୃନ୍ଦାବନ। ତେଣୁ ମନ ହିଁ ସବୁକିଛି। ଏ ସଂସାରରେ ଯାହା ବି ତିଆରି ହେଇଛି ଛୁଞ୍ଚିଠାରୁ ଉଡ଼ାଜାହାଜ ପର୍ଯ୍ୟନ୍ତ ଏଇ ମନ ହିଁ କରିଛି। ଏ ମନ ଯଦି ଭଲ ଅଛି ତାହେଲେ ମନ ବୃନ୍ଦାବନ, ମନ ଯଦି ଭଲ ନାହିଁ ତାହେଲେ ଏଇଟା ହେଉଛି ନର୍କ। ତେଣୁ ମନ ହିଁ ବୃନ୍ଦାବନ। ତେଣୁ କୁହାଯାଏ ଶୁଭ ଭାବନା କରିବା ପାଇଁ, ସକାରାତ୍ମକ ଚିନ୍ତା କରିବା ପାଇଁ, କାରଣ ସକାରାତ୍ମକ ଚିନ୍ତାର ପ୍ରଭାବ ବହୁତ ଅଛି। ଯଦି ଯାହା ବି ରୋଗ ଏ ସମାଜରେ ହେଉଛି, ଯେ ଶରୀରରେ କୌଣସି ବି ରୋଗ ହେଉଛି ଏହା ମନରୁ ଆରମ୍ଭ ହେଉଛି। ଆଜିକାଲି ମଣିଷ ବହୁତ ଚାପରେ କାମ କରୁଛି, ଏତେ ଚାପରେ କାମ କରୁଛି ସେ ଚାପ ନେଇ ନେଇ ସେ ରୋଗାକ୍ରାନ୍ତ ହେଇଯାଉଛି, ଆଉ ମୃତ୍ୟୁବରଣ ମଧ୍ୟ କରୁଛି। ଏଇ ମନ ପାଇଁ ନର୍କ ହେଇଯାଉଛି। କିନ୍ତୁ ଏଇ ମନରେ ଯଦି ସକାରାତ୍ମକ ଚିନ୍ତା କଲେ, ଏଇ ମନକୁ ଯଦି ଭଲରେ ରଖିଲେ, ଏଇ ମନକୁ ଯଦି ଖୁସିରେ ରହିଲେ ତାହେଲେ କ'ଣ ହବ ନା ବୃନ୍ଦାବନ ହେଇଯିବ। କଥାରେ ଅଛି ଯାହା ମନ ଭାବିବ ସେଇଆ ହିଁ ଆମ ପାଖକୁ ଆସିବ। ଆମେ ଯଦି ନକାରାତ୍ମକ ଜିନିଷ ଭାବିବା, ଆମେ ଯଦି ଦୁଃଖୀ ହେବା, ଆମକୁ ବ୍ରହ୍ମାଣ୍ଡ କ'ଣ କରିବ? ଦୁଃଖ ହିଁ ଦେବ। ଆମେ ଯଦି ଖୁସି ହେବା ଆମକୁ ଖୁସି ହିଁ ଦେବ। ଆମେ ଯଦି କ୍ରୋଧୀ ହେବା ତାହେଲେ କ୍ରୋଧ ହିଁ ଆମ ପାଖକୁ ଆସିବ ନାଇଁ। ତେଣୁ ଆମ ମନରେ କ'ଣ ଆମେ ଭାବନା କରୁଛେ ତାହା ହିଁ ମୂଳ ଜିନିଷ। ତେଣୁ ଗୌତମ ବୁଦ୍ଧ କହିଥିଲେ କାମନା ହେତୁ ମଣିଷର ଦୁଃଖ, ଆଉ କାମନାର ବିନାଶରେ ଦୁଃଖର ବିନାଶ। ତେଣୁ କାମନାଟା ଆସୁଛି କେଉଁଠୁ ନା ମଣିଷ ମନରୁ ଆସୁଛି। ଯଦି ମନକୁ ଆମେ ଜିଣିଯିବା, ମନକୁ ଆମେ ଜିତିଯିବା ତାହେଲେ ସଂସାରକୁ ଜିତିଯିବା। ଆଉ ମନକୁ ଯଦି ଆମେ ଜିତି ନ ପାରିବା ତାହେଲେ ସଂସାରରେ ଆମେ ହାରିଯିବା। ତେଣୁ ମନକୁ ଜିତିବା ପାଇଁ କ'ଣ କରିବାକୁ ପଡ଼ିବ? ଆମକୁ ତ୍ୟାଗ, ଦୟା, ପବିତ୍ରତା ଏଇଗୁଡ଼ିକୁ କ'ଣ କରିବାକୁ ପଡ଼ିବ? ଆମକୁ ମାନିବାକୁ ପଡ଼ିବ, ଅଭ୍ୟାସ କରିବାକୁ ପଡ଼ିବ, ବୈରାଗ୍ୟର ସହିତ ଆଗକୁ ବଢ଼ିବାକୁ ପଡ଼ିବ, ସମସ୍ତଙ୍କୁ ସାହାଯ୍ୟ କରିବାକୁ ପଡ଼ିବ, ସୁଖ ଦୁଃଖରେ ବିଭୋର ନ ହୋଇକି ଶାନ୍ତ ରହିବାକୁ ପଡ଼ିବ। ଯାହାଫଳରେ କ'ଣ ହେବ? ମନ କୁହାଯାଏ ନା ମନ ତୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ। ଏଟା କେଉଁଠି ଅଛି? ଆମର ଭାଗବତରେ ଅଛି। ତେଣୁ ମନ ହିଁ ଗୁରୁ। ମନରେ ଭାବନା ଯେମିତି କରିବ ସେଇଭଳିଆ ଲାଭ ହେବ। ମନକୁ ଯଦି ସଂକଳ୍ପ ସହିତ ଷ୍ଟ୍ରଙ୍ଗ କରିପାରିଲ, ବଳବାନ କରିପାରିଲ, ଶକ୍ତିମାନ କରିପାରିଲ, ଇଚ୍ଛା ଶକ୍ତିକୁ ଦୃଢ଼ କରିପାରିଲ, ତାହେଲେ ଏ ସଂସାରରେ କିଛି ବି ଅସମ୍ଭବ ନାହିଁ। ଦେଖିଦେବ। ନେକ୍ସଟ ହେଉଛି ଅଧର୍ମ ବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ। ଅଧର୍ମଟା ବଡ଼ ଖରାପ ନାଇଁ କି? ଧର୍ମର ଜୟ ପାପର କ୍ଷୟ। ଆମେ ପଢ଼ିଛେ ଧର୍ମର ଜୟ ହେଉ ପାପର କ୍ଷୟ ହେଉ। ଅନାଦି କାଳରୁ ମଣିଷ ଏଟାକୁ କଣ୍ଠସ୍ଥ କରିଛି। ତେଣୁ ଧର୍ମ ହେଉଛି ସବୁଠାରୁ ବଡ଼। ସବୁଠୁ ବଡ଼ପଣ କେଉଁଟା? ଧର୍ମ। ଆଉ ଧର୍ମ ନଥିଲେ କିଛି ନାହିଁ। ଧର୍ମ କ'ଣ? ଯାହା ପ୍ରକୃତ ଜିନିଷ, ଯେଉଁଟା ଭଗବାନଙ୍କ ଭିତରେ ଗୁଣ ଅଛି ସେଇଟା ଧର୍ମ। ଯେମିତିକି ସାହାଯ୍ୟ କରିବା, ଭଲ କଥା କହିବା, ଆନନ୍ଦିତ ହେବା, ଖୁସିରେ ରହିବା, ଏଗୁଡ଼ିକ ସବୁ ଧର୍ମ। ତେଣୁ ଧର୍ମ ହିଁ ସବୁକିଛି। ଆଉ ଅଧର୍ମ କ'ଣ? ମିଛ କହିବା, କାହାକୁ କଷ୍ଟ ଦେବା, ହିଂସା କରିବା, ଲୋଭ କରିବା, ଏଗୁଡ଼ିକ ସବୁ କ'ଣ? ଅଧର୍ମ। ତେଣୁ ଅଧର୍ମ ଉପାୟରେ ଯେତେ ବିତ୍ତ, ବିତ୍ତ ମାନେ କ'ଣ? ସମ୍ପତ୍ତି। ଅଧର୍ମ ଉପାୟରେ ଯେତେ ବିତ୍ତ ଏକାଠି କରିବ, ଯେତେ ସମ୍ପତ୍ତି ଏକାଠି କରିବ,
ତାପରେ କ'ଣ ହେବ, ଯେତେବେଳେ ଯିବ ଅର୍ଥାତ୍ କ'ଣ, ଯେତେବେଳେ ତୁମେ ରୋଗାକ୍ରାନ୍ତ ହେଇଯିବ, ବୃଦ୍ଧ ହେଇଯିବ, ସେତେବେଳେ ଏତେ ବଡ଼ ବଡ଼ ରୋଗ ହେବ ଯେ ସେ ଅଧର୍ମ ବିତ୍ତ ଗଲାବେଳେ ଯାଏ ମୂଳ ସହିତ, ମାନେ ସେ ମୂଳ ସହିତ ବି ପଳେଇବ, ସମୂଳ ସୁଧ ଆକାରରେ ତମଠୁ ସବୁ ପଇସା ପଳେଇବ। ତେଣୁ ଖାଲି ପଇସା ରୋଜଗାର କଲେ ହେବନି। ମଣିଷ କ'ଣ ଚାଲିଛି ନା, ମଣିଷ ଆଜିକାଲି ବହୁତ ଧାଉଁଛି। କୋଉଆଡ଼େ ଧାଉଁଛି ନା, ସେ ଧାଉଁଛି କୋଉଥିପାଇଁ ନା ପଇସା ଅର୍ଜନ କରିବା ପାଇଁ। ଯାହାର 100 ଟଙ୍କା ଅଛି ସେ କହିବ ମୁଁ 1000 ଟଙ୍କା କେମିତି ରୋଜଗାର କରିବି। ଯାହାର 1000 ଟଙ୍କା ଅଛି ସେ କହିବ ମୁଁ 1,00,000 ଟଙ୍କା କେମିତି ରୋଜଗାର କରିବି। ଯାହାର 1,00,000 ଟଙ୍କା ଅଛି ସେ କହିବ ମୁଁ 1,00,00,000 ଟଙ୍କା ରୋଜଗାର କରିବି। ତାକୁ ଛାଡ଼ୁନି। ମାନେ ସମ୍ପତ୍ତି ବା ଏଇ ଯେଉଁ ବିତ୍ତ ସମ୍ପତ୍ତିକୁ ଏକାଠି କରିବା, ବାରମ୍ବାର ଏକାଠି କରିବା, ସେଇଟା ମଣିଷକୁ ଛାଡ଼ୁନି। ମଣିଷର ଲୋଭ ବଢ଼ି ବଢ଼ି ଚାଲିଛି ଏବଂ ସେଇ ଲୋଭ ହିଁ କ'ଣ କରୁଛି, ମଣିଷକୁ ମୃତ୍ୟୁ ମୁହଁକୁ ଠେଲି ଦେଉଛି। ତେଣୁ ଅଧର୍ମ ଉପାୟରେ ବିତ୍ତ ମାନେ ଅଳ୍ପ ଦିନ ଭିତରେ 1,00,000 ଟଙ୍କା ରୋଜଗାର କରିବା, ଅଳ୍ପ ଦିନ ଭିତରେ 1,00,000 ଟଙ୍କା ରୋଜଗାର କରିବା। କେମିତି ରୋଜଗାର କରିବା? ଅଧର୍ମ ଉପାୟରେ, ନାଇଁ କି? ତେଣୁ ଅଧର୍ମ ଉପାୟରେ ରୋଜଗାର କଲେ ଅଧର୍ମ ବିତ୍ତ ବଢ଼େ ସିନା ବହୁତ, କିନ୍ତୁ ଗଲାବେଳେ ଯାଏ ମୂଳ ସହିତ ନିଜକୁ ନେଇଯିବ, ପୁରା ସ୍ୱାହା କରିଦେବ, ନାଇଁକି? ତେଣୁ ଧର୍ମର ଜୟ ହେଉ, ପ୍ରକୃତ ଜୟ ଧର୍ମର ଜୟ ହିଁ ପ୍ରକୃତ ଜୟ। ଯେମିତିକି ଅଶୋକ ଜଣେ ଚଣ୍ଡାଶୋକରୁ ଧର୍ମାଶୋକ ହେଇଥିଲେ, ଚଣ୍ଡାଶୋକ ଥିଲେ ଧର୍ମାଶୋକ ହେଲେ। ତେଣୁ ସେ ଧର୍ମକୁ ଆପଣେଇ ନେଲେ। ସେ ଉପଗୁପ୍ତଙ୍କ ଠାରୁ ବୌଦ୍ଧ ଧର୍ମ ଗ୍ରହଣ କଲେ ଏବଂ ଜନତାଙ୍କୁ ସମସ୍ତଙ୍କୁ କହିଲେ ଯେ ଧର୍ମ ହିଁ ସବୁକିଛି। ସେ କ'ଣ କହିଲେ? ଧର୍ମର ଜୟ, ନାଇଁ କି? ହୃଦୟର ଜୟ ପ୍ରକୃତ ଜୟ ବୋଲି କହିଥିଲେ। ତେଣୁ ଆମକୁ ବୁଝି ନେବାକୁ ପଡ଼ିବ ଯେ ଅଧର୍ମ କରିବାନି। ଜୀବନର ସବୁଠୁ ବଡ଼ ହେଲା ଧର୍ମ ଏବଂ ଅଧର୍ମ ଉପାୟରେ କୌଣସି ବିତ୍ତ ସଂଗ୍ରହ କରିବା ନାହିଁ। କାହିଁକି ନା ସେ ଯେତେବେଳେ ଯିବ ସମସ୍ତଙ୍କୁ ନେଇକି ପଳେଇବ। ତାପରେ ଦେଖିବା କ'ଣ ନା, ଅଭାବ ହିଁ ଉଦ୍ଭାବନର ଜନନୀ। ଅଭାବ ଇଂରାଜୀରେ ଗୋଟେ ଅଛି ଯେ ନେସେସିଟି ଇଜ୍ ଦ ମଦର ଅଫ୍ ଇନଭେନ୍ସନ୍। ମାନେ ଅଭାବ ହିଁ ଉଦ୍ଭାବନର ଜନନୀ। ଆଜି ପର୍ଯ୍ୟନ୍ତ ଯାହା ବି ଉଦ୍ଭାବନ କରାଯାଇଛି, ଏ ମଣିଷ ଉଦ୍ଭାବନ କରିଛି। କାହିଁକି ଉଦ୍ଭାବନ କରିଛି? ଯେତେବେଳେ କୌଣସି ଦରକାରୀ ହେଇଛି, ଯେତେବେଳେ କୌଣସି ଅଭାବ ହେଇଛି, ଅଭାବକୁ ପୂରଣ କରିବା ପାଇଁ ମଣିଷ ଚିନ୍ତା ଶକ୍ତିକୁ ବିନିଯୋଗ କରିଛି ଏବଂ ଚିନ୍ତା ଶକ୍ତିକୁ ବିନିଯୋଗ କରିକିରି ସେ କ'ଣ କରିଛି ନା କୌଣସି ପଦାର୍ଥକୁ ଉଦ୍ଭାବନ କରିଛି। ସିଲେଇ କରିବି କେମିତି, ଛୁଞ୍ଚିର ଉଦ୍ଭାବନ ହେଲା। ଉଡ଼ିବାର ଇଚ୍ଛା ଥିଲା, ଉଡ଼ାଜାହାଜ ଉଦ୍ଭାବନ ହେଲା, ନାଇଁ? ତେଣୁ ମଣିଷର ଚିନ୍ତା ଶକ୍ତି ବ୍ୟବହାର କେତେବେଳେ ହେଇଛି? ଯେତେବେଳେ ଅଭାବ ହେଇଛି। ତେଣୁ ଅଭାବ କୌଣସି ଦୁଃଖ ଦିଏ ନା। ଅଭାବକୁ ଯଦି ଆମେ ବୁଝିଯିବା, ଆମର ଭୁଲଟାକୁ ଯଦି ବୁଝିଯିବା, ଅଭାବଟାକୁ ଯଦି ବୁଝିଯିବା, ତାହେଲେ ଅଭାବ ହିଁ ମାର୍ଗ ପ୍ରଦର୍ଶନ କରେ। ଆମେ ଜାଣିବା ଆଜି ଅଭାବ ଅଛି, କିନ୍ତୁ ତୁମେ ଯଦି ଉଦ୍ୟମ କରିବ ସେ ଅଭାବକୁ ନେଇକିରି, ତାହେଲେ ନିଶ୍ଚୟ ଆଗେ ବଢ଼ିବ। ଯେମିତିକି ଯେ କଞ୍ଚା ମାଂସ ଖାଉଥିଲା, କ'ଣ ବଣ ଜଙ୍ଗଲରେ ରହୁଥିଲା ଏ ମଣିଷ, କିନ୍ତୁ ଯେତେବେଳେ ସିଝା ମାଂସ ଖାଇଲା, ପୋଡ଼ା ମାଂସ ଖାଇଲା, ତାକୁ ଆହୁରି ବଢ଼ିଆ ଲାଗିଲା। ତେଣୁ ସେ ଆହୁରି ଖୋଜିଲା ଯେ ଆଉ କ'ଣ ହେଇପାରିବ, ନାଇଁକି? ସେ ଅଗ୍ନିର ଆବିଷ୍କାର କଲା ଏବଂ ପଥର ଘଷିକି ଅଗ୍ନି ଆବିଷ୍କାର କଲା। ତେଣୁ ସେ ଚିନ୍ତା କଲା। ଆଗରୁ ଉଲଗ୍ନ ହେଇକି ରହୁଥିଲା, ତାପରେ ଗଛର ବକଳ ପିନ୍ଧିଲା। ଧୀରେ 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 ସେ ଚାହିଁଲା ଯେ କ'ଣ କରାଯାଇପାରିବ। ତେଣୁ ସେମାନେ କ'ଣ କଲେ ନା କପଡ଼ାର ବ୍ୟବହାର ହେଲା ବା ଲୁଗା ସେମାନେ ପିନ୍ଧିଲେ, ନାଇଁକି? ତେଣୁ ସପୋଜ ମାନେ ଏତେ ଏତେ ଯାନବାହନ ହେଇଛି ବିଭିନ୍ନ ପ୍ରକାର। ପ୍ରତ୍ୟେକ ସମୟରେ ମଣିଷ ଚିନ୍ତା କରୁଛି ଯେ ନୂଆ ଯାନବାହନ କ'ଣ ହେଇପାରିବ, ନୂଆ ଯନ୍ତ୍ରଶିଳ୍ପ କ'ଣ ହେଇପାରିବ, ନାଇଁକି? ଛାପାକଳ ନଥିଲା ଆଗରୁ, ବହୁତ ଅସୁବିଧା ହେଉଥିଲା, ଅଭାବ ହେଉଥିଲା। କ'ଣ ନା ବହିର ଅଭାବ ଥିଲା, ବହୁତ ଅସୁବିଧା ହେଉଥିଲା, ବହୁତ ଦାମର ବହି ଥିଲା। ତେଣୁ ଲୋକେ ଚାହିଁଲେ ଯେ ଛାପାକଳ କେମିତି ଗୋଟେ ହେବ, ଯାହାଫଳରେ କି ଛାପାକଳ ହେଲା ପରେ କ'ଣ ହେଲା ନା ବହି ଅଧିକ
ଛାପା ହେଲା ଏବଂ ଅଳ୍ପ ଦାମ ହେଇଗଲା। ତେଣୁ ଛାପା କଳର ଆବିଷ୍କାର ହେଲା। ତେଣୁ ଅଭାବ ହିଁ ଉଦ୍ଭାବନର ଜନନୀ, ନାଇଁକି? ତେଣୁ ଅଭାବ ହେଲେ ଆମେ ଦୁଃଖୀ ହବା ନାହିଁ। ଅଭାବ ହେଲେ ଆମେ ଚିନ୍ତନ କରିବା, ଚିନ୍ତା କରିବା ନାହିଁ। ଚିନ୍ତା ଖାଏ ଗଣ୍ଡି, ଲୁଣ ଖାଏ ହାଣ୍ଡି। ତେଣୁ ଅଭାବ ହେଲେ ଆମେ ଚିନ୍ତା ନ କରି ଚିନ୍ତନ କରିବା ଏବଂ ଚିନ୍ତନ କରିକିରି ଆମେ ଅଭାବଟାକୁ କ'ଣ ଉଦ୍ଭାବନ କଲେ ତାକୁ ମେଣ୍ଟି ପାରିବା, ଅଭାବକୁ ସମାଧାନ କରିପାରିବା, ସେ ଦିଗରେ ଆମେ ଇଚ୍ଛା କରିବା, ନାଇଁକି? ତାପରେ ଦେଖ ପିଲାମାନେ, ଆଲୋ ସଖୀ ଆପଣା ମହତ ଆପେ ରଖି। ଆମେ ଆମର ମାନେ ମହତଟାକୁ ଆମେ ନିଜେ ରଖିବା, ଅର୍ଥାତ୍ ଆମେ ନିଜକୁ ଜଗିବା। ସବୁ କ୍ଷେତ୍ରରେ ହାତେ ଚାଲି ମାନେ କ'ଣ ଚାଖେଣ୍ଡେ ଚାଲିବା, ହାତେ ମାପିକିରି ଚାଖେଣ୍ଡେ ଚାଲିବା। ତ ହାତେ ମାପିକି ଚାଖେଣ୍ଡେ ଚାଲିଲେ କେହି ଦୋଷାରୋପ କରିବେ ନାହିଁ। ତେଣୁ ନିଜକୁ ଜଗି ରଖିକି ଚଳିବା ସବୁବେଳେ। ନିଜକୁ ଜଗି ରଖିକି ଚଳିଲେ ଆମେ ଠକିବା ନାହିଁ। ନିଜକୁ ଜଗି ରଖି ଚଳିଲେ ଆମେ ନିଶ୍ଚୟ ଆଗକୁ ଯାଇପାରିବା। ଯେମିତିକି ପାଠପଢ଼ା ଅଛି, କିନ୍ତୁ ଆମେ ପାଠ ନ ପଢ଼ିକିରି ଏପଟେ ସେପଟେ ବୁଲୁଛେ। କିନ୍ତୁ ଯିଏ ଟାଇମ୍ ଟେବୁଲ୍ ତିଆରି କରିକି ପାଠ ପଢ଼ୁଛି, ସେ କ'ଣ ନା ନିଜର ମହତ ନିଜେ ରଖୁଛି। ତେଣୁ ପ୍ରତ୍ୟେକ ଜିନିଷରେ ନିଜର ମହତ ନିଜେ, ମାନେ ଭାବି ଚିନ୍ତି କାମ କଲେ, ଭାବି ଚିନ୍ତି ଆମେ ଯଦି କାମ କରିବା, ଯେ କୋଉଟା କଲେ କ'ଣ ହବ, ଏଇଟା କଲେ ଏଇଟା ହବ, ଏଇଟା କଲେ ଏଇଟା ହବ, ଭାବି ଚିନ୍ତି ଯଦି ଆମେ କାମ କରିବା, ତାହେଲେ ଆମେ ନିଜର ମହତଟାକୁ ରଖିପାରିବା। ବହୁତ ଲୋକ ଏଣୁ ତେଣୁ କହନ୍ତି, ନିଜର ଜିଭଟାକୁ ଖରାପ କରନ୍ତି, ଝଗଡ଼ା ଲାଗନ୍ତି, ନାଇଁକି? ତେଣୁ ନିଜେ କଇଁଛ ଭଳିଆ, ଯେମିତିକି କଇଁଛକୁ ତମେ ଯଦି ଛୁଇଁବାକୁ ଯାଅ, କଇଁଛ ଚାଲୁଥିବ, ତାର ଗୋଡ଼ ହାତ ଗୁଡ଼ିକୁ ଭିତରେ ପଶେଇ ଦେବ ଏବଂ କ'ଣ ନା ନିଜେ ନିଜକୁ ସିମିଟି ନେଲା ବା ନିଜେ ନିଜକୁ ରକ୍ଷା କଲା। ଅର୍ଥାତ୍ ଆମେ ନିଜକୁ ଯଦି ଜଗିବା, ତାହେଲେ ନିଜେ ନିଜକୁ ରକ୍ଷା କରିପାରିବା। 12 ନମ୍ବର, ଏକତା ହିଁ ବଳ। ଆମେ ଜାଣିଛୁ ବହୁତ ଇମ୍ପୋର୍ଟାଣ୍ଟ ହେଉଛି ଏକତା ବଳ। ଯେମିତିକି ଗୋଟିଏ କାଠିକୁ ସମସ୍ତେ ଭାଙ୍ଗିଦେବେ, ଆମେ ପଢ଼ିଥିଲେ ସେଟା ଛୋଟବେଳେ, କିନ୍ତୁ 5ଟା କାଠି ଏକା ସାଙ୍ଗରେ ଭାଙ୍ଗି ପାରିବେ ନାହିଁ। ତେଣୁ ଏକତା ବଳ ମାନେ କ'ଣ? ଯଦି ସମସ୍ତେ ଏକାଠି ହବା, ତାହେଲେ ବଳ ଆସିବ। ଯେମିତିକି ସ୍ୱାଧୀନତା ସମୟରେ, ଆମର ସ୍ୱାଧୀନତା ସଂଗ୍ରାମରେ ସମସ୍ତେ ଏକାଠି ହେଇ ଲଢ଼େଇ କରିଥିଲେ ଇଂରେଜମାନଙ୍କ ବିରୁଦ୍ଧରେ, ନାଇଁକି? ଆମେ ଏକାଠି ହେଇକିରି ଆମେ ଜାତିବାଦକୁ ଧ୍ୱଂସ କରିଥିଲେ। ଆମେ ଏକାଠି ହେଇକିରି ବିଦ୍ରୋହ କରିଥିଲେ। ବହୁତ ବିଦ୍ରୋହ ହେଇଛି ଏବଂ ଯେତେ ବି ପରିବର୍ତ୍ତନ ହେଇଛି ଏ ସମାଜରେ, ଆମେ ଏକାଠି ହେଇକି ପରିବର୍ତ୍ତନ କରିଛେ। ଯେତେବେଳେ ପାକିସ୍ତାନ ସହିତ ଯୁଦ୍ଧ ହୁଏ, ସାରା ଭାରତ ଏକ ହେଇଯାଏ। ତେଣୁ କୌଣସି କ୍ରିକେଟ ମ୍ୟାଚ୍ ହେଉ କିମ୍ବା ଫୁଟବଲ ମ୍ୟାଚ୍ ହେଉ, ସମସ୍ତେ ଆମେ ଦେଶର ଲୋକମାନେ ଏକ ହେଇଯାଉ। ପିମ୍ପୁଡ଼ିମାନଙ୍କ ଠାରୁ ଆମେ ଶିଖିବା। ପିମ୍ପୁଡ଼ିମାନେ ଏକତାରେ ବଳ ବୋଲି ଆମେ ଜାଣିପାରିବା। ମାନେ ପିମ୍ପୁଡ଼ିମାନେ ଧାଡ଼ି ବାନ୍ଧିକିରି ସେମାନେ କାମ କରନ୍ତି ଏବଂ ଯେତେବେଳେ କୌଣସି ଖାଦ୍ୟ ପାଆନ୍ତି, ସେମାନେ ସେ ଖାଦ୍ୟକୁ ସୁରକ୍ଷାରେ ରଖିବା ପାଇଁ ସମସ୍ତେ ମିଶିକିରି କାମ କରନ୍ତି। ଆମେ ଯଦି ମିଶିକିରି କାମ କରିବା, ଗୋଟେ କଲେଜ ତମର କିମ୍ବା ସ୍କୁଲ ଅଛି, ସେଠି ସମସ୍ତେ ଯଦି ଅଧ୍ୟାପକମାନେ ସମସ୍ତେ ମିଶିକି କାମ କରିବେ, ସବୁ ଶିକ୍ଷକ ମିଶିକି କାମ କରିବେ, ତାହେଲେ କ'ଣ ହବ ନା କଲେଜଟି ବା ସ୍କୁଲଟି ସୁନା ହେଇଯିବ। ଗୋଟିଏ ସୂତାକୁ ଛିଣ୍ଡାଇ ଦେଇ ହୁଏ, କିନ୍ତୁ ଏକାଠି ହେଇଥିବା ସୂତାକୁ ଛିଣ୍ଡେଇବା ବଡ଼ କଷ୍ଟ, ନାଇଁକି? ଗୋଟେ ହାତୀକୁ ବି ବାନ୍ଧି ଯାଇପାରେ, ହାତୀକୁ ବି ବନ୍ଧା ଯାଇପାରେ, ନାଇଁକି? ତେଣୁ ଏଇଠୁ ଆମେ ଜାଣିଲେ, ଏକତା ସୂତ୍ରରେ ଆମେ ବାନ୍ଧି ହେଲେ ଆମେ ନିଜକୁ ରକ୍ଷା କରିବା। ବିପଦ ବେଳେ ଏକତା ହିଁ ବଳ ହୋଇଥାଏ। ବିପଦ, ଗୋଟେ ଭୂମିକମ୍ପ ହେଲା କିମ୍ବା ତମର କୌଣସି ପ୍ରକାର ବନ୍ୟା ଆସିଲା, ନାଇଁ, ଫାଇଲିନ୍ ଆସିଲା କିମ୍ବା ତମର ଯେଉଁ ବନ୍ୟା ଆସିଥିଲା, ନାଇଁ, କିମ୍ବା ତମର କୋରୋନା ସମୟରେ ସମସ୍ତେ ଏକତ୍ର ହୋଇକିରି ନିଜର ପ୍ରୋବ୍ଲେମ୍ ଭାବିକି ଏକତ୍ର ହୋଇକି ସମସ୍ତେ କାମ କରିଥିଲେ। ତାପରେ ଦେଖ, ବାହାଘର ବେଳେ ବାଇଗଣ ରୁଆ। ବାହାଘର ପହଞ୍ଚିଲା ବେଳେ ବାଇଗଣ ରୋଇବା।
ଅର୍ଥାତ୍ କ'ଣ ନା ବାହାଘର ବାଇଗଣ ରୋଇବା ମାନେ କ'ଣ ବାଇଗଣ ଗଛ ଲଗେଇବା ମାନେ ଠିକ୍ ସମୟ ଆସିଗଲା ବେଳକୁ ମାନେ ଠିକ୍ ଇଭେଣ୍ଟ ଆସିଗଲା ବେଳକୁ ମାନେ କାର୍ଯ୍ୟ ଆସିଗଲା ବେଳକୁ ସେଇ ସମୟରେ କାମଟା ଆରମ୍ଭ ହେଉଛି। ହଁ, ଯେମିତିକି ତୁମେମାନେ ବହୁତ ପିଲା ଅଛ ଯେଉଁମାନେ କି ପରୀକ୍ଷା ପହଞ୍ଚିଲେ ପାଠ ପଢ଼ନ୍ତି, କିନ୍ତୁ ଯେଉଁ ପିଲା ବୁଦ୍ଧିମାନ ସେ କ'ଣ କରିବ ବର୍ଷ ସାରା ପାଠ ପଢ଼ୁଥିବ ଟିକେ ଟିକେ ଏବଂ ପରୀକ୍ଷା ବେଳକୁ ପୁରା ରେଷ୍ଟ ନେଇକିରି ପରୀକ୍ଷା ଦେବ ଯେଉଁଟାକି 90% ଉପରେ ରଖିବ। ତେଣୁ କଥା ହେଉଛି କ'ଣ କି ବର୍ଷ ସାରା ପଢ଼ିବା ଦରକାର। ଆଉ ପରୀକ୍ଷା ଆସିଗଲା ଯେ ମୁଁ ପଢ଼ିବି, ଗୋଟେ ଦିନ ମୁଁ କିଛି ପଢ଼ିନି 2 ଦିନରେ ମୁଁ ପଢ଼ିକିରି 90% ରଖିଦେବି, ଏସବୁ ଅବାନ୍ତର କଥା। ତେଣୁ ବାହାଘର ଆସିଗଲାଣି ମୁଁ କିଛି କରିନି, ନା କିଣିଛି କିଛି ଜିନିଷ, ନା କିଛି ପ୍ଲାନିଂ କରିଛି, ନା ଝିଅ ପାଇଁ କିଛି ସୁନା ଏସବୁ କିଣିଛି, କିଛି କରିନାହିଁ। ବାହାଘର ପହଞ୍ଚିଗଲାଣି, ଏବେ ବାହାଘର ଦିନ ହିଁ ମୁଁ କାମ କରିବାକୁ ଆରମ୍ଭ କରୁଛି। ତେଣୁ କ'ଣ ହେବ? ମୋର କାର୍ଯ୍ୟଟି ଅସଫଳ ହେବ। ମୋର କାର୍ଯ୍ୟଟି କୌଣସି କାର୍ଯ୍ୟ ଯଦି ସେଇ ମୁହୂର୍ତ୍ତରେ ଆମେ କରିବା ଆରମ୍ଭ କରୁ, କୌଣସି ଯୋଜନା ନ କରି କରିବା ଆରମ୍ଭ କରୁ, ତାହେଲେ ସେଇଟା ନିଷ୍ଫଳ ହେଇଯାଏ। କାହିଁକି ନିଷ୍ଫଳ ହେଇଯାଏ? ନେକ୍ସଟ ହେଉଛି ବିଦ୍ୟା ଅଟଇ ମହାଧନ। କୁହନ୍ତି ନା ବିଦ୍ୟା ଅଟଇ ମହାଧନ ବାଳକେ କର ଉପାର୍ଜନ। କାହିଁକିନା ବିଦ୍ୟା ଅଟଇ ମହାଧନ କୁହାଯାଏ ଯେ କ'ଣ ନା ରାଜା ସିନା ପୂଜା ପାଏ ନିଜ ଦେଶରେ, କିନ୍ତୁ ବିଦ୍ୱାନ ପୂଜା ପାଏ ଦେଶ ବିଦେଶରେ। ତେଣୁ ବିଦ୍ୟା ଅଟଇ ମହାଧନ, ବିଦ୍ୟା ଅଟଇ ବହୁତ ବଡ଼ ବଳ ବିଦ୍ୟା। କାହିଁକିନା ବିଦ୍ୟାରେ ଯଦି ପରାଜିତ କାହାକୁ କରିଦେଲ ତାହେଲେ ସମସ୍ତେ ତମକୁ ମାନନ୍ତି, ସମସ୍ତେ ମାନିବେ। ତେଣୁ ବିଦ୍ୟା ଅଟଇ ମହାଧନ। ତେଣୁ ଆମେ ସମସ୍ତେ ପାଠ ପଢ଼ିବା ଦରକାର, ଶିକ୍ଷିତ ହେବା ଦରକାର। ଯେଉଁ ଦେଶ ଯେତେ ଶିକ୍ଷିତ ସେଇ ଦେଶ ସେତେ ମହାନ। ଆଉ ଯେଉଁ ଦେଶରେ ନିରକ୍ଷରତା ଅଛି, ଯେଉଁ ଦେଶରେ ଅଶିକ୍ଷିତ ଅଛନ୍ତି, ସେଇ ଦେଶ ସେତେ ମୂର୍ଖ। ତେଣୁ ଆମମାନଙ୍କୁ ଶିକ୍ଷିତ ହେବାକୁ ପଡ଼ିବ। ଯେମିତିକି ଫଳନ୍ତି ବୃକ୍ଷ, ଗୋଟିଏ ଗଛ ଯେତେ ଫଳ ଧରିବ ସେ ଗଛଟି ନଇଁ ପଡ଼ିବ। ସେହିଭଳି ଭାବରେ ଯେଉଁମାନେ ବିଦ୍ୟା ଅର୍ଜନ କରିଥାନ୍ତି ସେମାନେ ନଇଁ ପଡ଼ନ୍ତି। ସେମାନେ ଜାଣନ୍ତି ଯେ ଭୁଲ କେଉଁଟା ଠିକ୍ କେଉଁଟା, ସେମାନେ ଜାଣନ୍ତି କେଉଁଟା ଭଲ କେଉଁଟା ମନ୍ଦ, ସେମାନେ ଜାଣନ୍ତି ଯେ ଆମେ ମୌନ ରହିଲେ ଭଲ, ଆମେ ଝଗଡ଼ା ନକରି ମୌନ ରହିଲେ ଭଲ। ସେମାନେ ଜାଣନ୍ତି ଶାନ୍ତି କ'ଣ, ଦୁଃଖ କ'ଣ, ସବୁକିଛି ଜାଣନ୍ତି। ତ ବିଦ୍ୟାରୁ ମହାବିଦ୍ୟା ହେଉଛି ଆତ୍ମଜ୍ଞାନର ବିଦ୍ୟା। ତେଣୁ ଆମେ ଯଦି ଆତ୍ମଜ୍ଞାନର ବିଦ୍ୟା ଅର୍ଜନ କରିବା କିମ୍ବା ଅଧ୍ୟାତ୍ମ ବିଦ୍ୟା ଅର୍ଜନ କରିବା, ନିଜକୁ ଜାଣିବା, ନିଜ ଉପରେ ଜାଣିବା, ବହି ଖଣ୍ଡେ ପଢ଼ିବା, ତାହେଲେ କ'ଣ ନା ଆମର ଜ୍ଞାନ ବୃଦ୍ଧି ହେବ। ଆଉ ଜ୍ଞାନ ବୃଦ୍ଧି ହେଲେ ସମସ୍ତେ ତୁମକୁ ପଚାରିବେ। ତେଣୁ ଜ୍ଞାନରେ ରହିବା। ତେଣୁ କୁହାଯାଏ ବିଦ୍ୟା ଅଟଇ ମହାଧନ ବାଳକେ କର ଉପାର୍ଜନ। ଏଇ 14ଟି ସର୍ଜନାତ୍ମକ ବା ମୂଲ୍ୟବୋଧ ଭିତ୍ତିକ ସର୍ଜନାତ୍ମକ ରଚନା ମୁଁ ଆଲୋଚନା କଲି। ମୁଁ ଆଶା କରୁଛି ଏ 14ଟିରୁ ତୁମର ନିଶ୍ଚୟ ପଡ଼ିବ। ଥ୍ୟାଙ୍କ ୟୁ ଭେରି ମଚ୍। ରହିଲି, ସମସ୍ତଙ୍କୁ ସେୟାର କରିବେ। ବନ୍ଦେ ଉତ୍କଳ ଜନନୀ।